ଏବେ ତାକୁ ଖରାରେ ନେଇ ଶୁଖେଇଦେବା। ଏଇଠି ମୁଁ ଖରାରେ ଶୁଖେଇ ନେଇଛି, ପୁରା ଶୁଖିଗଲାଣି। ମୁଁ ଥାଳିରେ ଟିକେ ତେଲ ମାରି ନେଇଥିଲି। ଦେଖନ୍ତୁ ବଡ଼ି ସେମିତି ହାତରେ ପୁରା ଭଲସେ ଛାଡ଼ି ଯାଉଛି। ସବୁ ବଡ଼ିକି ସୁନ୍ଦର ଭାବରେ ଛାଡ଼ି ଯାଇଛି। ଚାଲନ୍ତୁ ବନେଇବା ବଡ଼ି ଚୁରା ବା ବଡ଼ି ଛେଚା। ଏଇଠି ମୁଁ ଗୋଟେ କଡ଼େଇ ବସାଇ ନେଇଛି। କଡ଼େଇରେ ଦେଇଦେଇଛି ସୋରିଷ ତେଲ। ସୋରିଷ ତେଲ ପୁରା ଗରମ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା। ଥଣ୍ଡା ତେଲରେ ବଡ଼ି ପକାଇବାନି। ଏବେ ତେଲ ଗରମ ହେଇଯାଇଛି, ସେଥିରେ ଦେଇଦେବା ବଡ଼ି। ଏମିତି ହାଇ ଫ୍ଲେମ୍ରେ ତାକୁ ଭାଜି ନେବେ। ସେଥିରେ ମୁଁ ଦେଇଛି 2ଟା ଶୁଖିଲା ଲଙ୍କା ଆଉ ଅଳ୍ପ କିଛି ଜିରା। ବଡ଼ିଗୁଡ଼ା ଆମର ଏବେ ଭଲସେ ଭାଜି ହେଇଯାଇଛି। ଏବେ ମୁଁ ଗୋଟେ ଛେଚାକୁ ବାହାର କରି ନେଇଛି ବଡ଼ି ସବୁକୁ। ସେଥିରେ ଦେବା ଏଇ ଛୋଟ ପିଆଜ ଆଉ କିଛି ରସୁଣ। ଏ ଛୋଟ ପିଆଜକୁ ଆମର ଏପଟେ ଧାନି ପିଆଜ କୁହନ୍ତି, ଆପଣମାନେ ନିଶ୍ଚୟ କହିବେ ଆପଣଙ୍କ ପଟେ କ'ଣ କୁହନ୍ତି। ଆଉ କିଛି ଲୁଣ, ଏସବୁକୁ ଭଲ ଭାବେ ଛେଚି ନେବା। ଏବେ ପ୍ରସ୍ତୁତ ଆମର ବଡ଼ି ଚୁରା।